ହାଏ ହ୍ୟାଲୋ। ସକାଳୁ ସକାଳୁ ପୁରା ଉଠି ପଡ଼ିଲୁ। ଗାଁର ଗୋଟେ ଭଲ ଜିନିଷ, ଯେତେ ରାତିରେ ଶୋଇଲେ ବି ସକାଳୁ ନିଦଟା ଭାଙ୍ଗିଯାଏ। ଆଉ ସକାଳୁ ଉଠିକି ଜଷ୍ଟ ଆସି ବାଲକନିକୁ ଆସିଲା ପରେ ଦେଖିଲୁ ପୁରା ଏଇ ନଜାରା। କ'ଣ କହୁନୁ? ହଁ ସୁଟ୍ କରିବୁ ବୋଲି କହୁଥିଲୁ ତ। ଆକ୍ଚୁଆଲି ଗାଁର ନଜାରା ଅଲଗା ନିଆରା। ତାପରେ ଗାଁର ଏନଭାରମେଣ୍ଟ, ଗାଁର ଏଭ୍ରିଥିଙ୍ଗ ବହୁତ ଭଲ। ଆଉ ସକାଳୁ ଉଠିକି ଜଷ୍ଟ ଯେତେ ରାତିରେ ଶୋଇଲେ ବି ଆକ୍ଚୁଆଲି ଗାଁରେ ନିଦ ହୋଇଯାଏ। ସକାଳୁ ବାଲକନିକି ଆସିଲା ପରେ ଦେଖିଲୁ ଏସବୁ ଜିନିଷ। ମୋ ବୋଉ ହେରିକା ସବୁ କାମରେ ଲାଗିଯାଇଛନ୍ତି। ଆମର ଏଇ ଶନି ପୂଜା, ଏଇଠି ଛୋଟ ହେଇଛି ରୋଷେଇ ହେବା ପାଇଁ। ଆଉ ସେଇଠି ଗାଁ ଲୋକ ଖାଇବେ। ଆଉ ଏଇଟା ଦେଖ, ଏଇଟା ହେଲା ଟୋଟାଲ ଉପରେ ଆମ ଘର, ଆମ ବାରି ଏଇଟା। ଏଇଟା ଆମ ଗୁଆ ଗଛ। ଗୁଆ ଗଛ ଏମିତି ସବୁ ଲାଗିଛି। ଏଇଟା ଆମ ୱାଲ୍। ଆଉ ଏଇଠି ଆମେ ଦିଟା ଏନ୍ଜୟ କରୁଛୁ ବର୍ଷା, ଝିପିଝିପି ବର୍ଷା। ଆଉ ସେଇଠି ଲୁଲୁ ସେଇଠି ଟ୍ୟୁବୱେଲ ମୂଳେ ମୁହଁ ଦଉଛି। ଆଉ ଆଉଟ୍ ସାଇଡ଼ର ତ ନଜାରା ଦେଖୁଛନ୍ତି, ଝିପିଝିପି ବର୍ଷାରେ। ସେଇ ଜଷ୍ଟ ଟିକେ ଦୂରରେ ନଈବନ୍ଧଟା ଆମର ଜୁମ୍ କରି ଦେଖଉଛି। ଏଇଟା ହେଲା ଆମ ନଈ। ଆଉ ଟିକେ ଛାତ ଉପରକୁ ଗଲେ ଦେଖାଯିବ। ତାପରେ ନଈ ପରେ ଆସିଯିବ ବିଲ, ବିଲ ପରେ ଆମ ବାଡ଼ି। ବିଲରେ ସବୁ ପାଣି ଫୁଲ୍ ହେଇଯାଇଛି। ଡ୍ରେନେଜ୍ ସିଷ୍ଟମ୍ ଗାଁରେ ଟିକେ ଏତେ ହାଲକା ଫୁଲକା ଭଲସେ ନାହିଁ। ଗଭର୍ଣ୍ଣମେଣ୍ଟ କଲେ ଆହୁରି ଭଲ ହୁଅନ୍ତା, ଲୋକମାନେ ଭଲ ଚାଷବାସ କରନ୍ତେ। ତଳି ପଡ଼ିଛି, ସଢ଼ିଯିବ, କ'ଣ କରିବ କେଜାଣି। ଏମିତି ସବୁ ଆଉ ଏଇଟା ତ ଆମ ଘର। ଆଉ ଏଇଟା ଆମ ବାଲକନି। ଏଇଟା ଆମେ ପାଗଲୁ ଆଉ ଆମେ ଆଉ ବାଏ ବାଏ। ଗାଁର ତ ସମସ୍ତେ ଜାଣିଥିବେ, ଗାଁର ସିନ୍ ସିନେରୀ ସିଚୁଏସନ୍ ସବୁ ତ ସମସ୍ତେ ତ ଗାଁରୁ ଆସିବେ, ସବୁ ଜାଣିଥିବେ। ଆଉ କ'ଣ ଏତେ କହିବି। ଗାଁ ସହିତ ଯୋଡ଼ିକି ରହିବାଟା ବହୁତ ବଢ଼ିଆ ଲାଗେ। ଯେଉଁମାନେ ନାହାନ୍ତି ଟ୍ରାଏ କର ଗାଁ ସହିତ ଯୋଡ଼ିକି ରହିବା ପାଇଁ। ଥ୍ୟାଙ୍କ ୟୁ ସୋ ମଚ୍। ବାଏ ବାଏ, ଟାଟା।